ଆଜ୍ଞା ସହଯୋଗ କରିବାକୁ ପଡ଼ିବ ଯେହେତୁ ପଡ଼ୋଶୀ ପ୍ଲସ୍ ଆମେମାନେ ବି ବିପଦକୁ ମାନେ ଆମେ ବି ସମ୍ମୁଖୀନ ହେଇପାରୁ କାରଣ ବିଲ୍ଡିଂ ବି ଫାଟିବା ଆରମ୍ଭ ହେଲାଣି କେଉଁ ମୁହୂର୍ତ୍ତରେ କ'ଣ ହେବ କିଛି ବି କହିହେବନି ଆମର ବି କପଡ଼ା ଦୋକାନ ଯେହେତୁ ଆଉ କପଡ଼ାକୁ ଜାଣିଥିବେ ନିଆଁ ମାନେ କେମିତି ମାନେ ଇଏ ହେଉଛି ସେଥିପାଇଁ ତ ଆମେ ପୁରା ରାତି ଅନିଦ୍ରା ହେଇକି ବି ଏଠି ଆମେ ମାନେ ଅଛୁ ଆମ ଷ୍ଟାଫ୍ ମାନେ ବି ଅଛନ୍ତି ଆମେମାନେ ବି ଅଛନ୍ତି ଏଇଠି। ଆପଣ ଫାୟାର ପାଇଁ ସଚେତନ ହେଇଛନ୍ତି ସେ ବିଲ୍ଡିଂ ପୁରାତନ ଯେହେତୁ ସେ ବ୍ୟବସ୍ଥା ଥିଲାନି କି? ନାଇଁ ନାଇଁ ଥିଲା ତାଙ୍କର ଯେହେତୁ ଥିଲା ଆଉ ଯେଉଁ ହିସାବରେ ଲାଗୁଛି ନିଆଁ କ'ଣ ବି କରିପାରିବେ ସେ ବିଷୟରେ ତାଙ୍କ ବିଷୟରେ ବି କହିଲେ କ'ଣ ଯେଉଁ ହିସାବରେ ନିଆଁ ଲାଗୁଛି ପ୍ଲାଷ୍ଟିକ୍ କଥା ଆମେ କ'ଣ କରିବେ ସିଏ କହୁନାହାନ୍ତି ସେ ତାଙ୍କର ତ ପାଟିରୁ କଥା ହିଁ ବାହାରୁନି ସେ ମାନେ ଓନରଙ୍କର କଥା ହିଁ ବାହାରୁନି ସେ ତରିକା କ'ଣ କରିବେ ସିଏ ଆମର ଫାୟାର ମାନେ ଏତେ 40 ଗାଡ଼ି ମାନେ 50 ଗାଡ଼ି ବି ଇଏ ଲଗେଇକି ସେମାନେ ବି ତ ଆୟତ୍ତ କରିପାରୁନାହାନ୍ତି କ'ଣ କରିବେ। 9ଟା ବିଭାଗ ଲାଗିଛି 9ଟା ଜୋନ୍ର ଯେଉଁ ଅଗ୍ନିଶମ ବାହିନୀ ଲାଗିଛନ୍ତି ଏ କାର୍ଯ୍ୟରେ ତଥାପି ଏ ପର୍ଯ୍ୟନ୍ତ 14 ଘଣ୍ଟାରୁ ଉର୍ଦ୍ଧ୍ୱ ହେଲାଣି ଆୟତ୍ତ କରାଯାଏ କ'ଣ କାରଣ କାରଣ କ'ଣ କହିଲେ ମାନେ ଫାୟାର ଭାଇମାନେ ସେମାନେ ସବୁ ପଶି ପାରୁନାହାନ୍ତି ଯେହେତୁ ଅଣନିଶ୍ୱାସୀ ହେଇଯିବେ ନା ସେମାନେ ବି ତ ମାନେ ଇଏ ଅଛନ୍ତି ନା ସେମାନେ ତଥାପି ସେମାନେ ଯେତିକି ତାଙ୍କୁ ଧନ୍ୟବାଦ କହିବାକୁ ପଡ଼ିବ ସେମାନେ ଯେତିକି ଅକ୍ଳାନ୍ତ ପରିଶ୍ରମ କରିକି ଏପର୍ଯ୍ୟନ୍ତ ନହେଲେ ତ 5 ଘଣ୍ଟା ଭିତରେ ତ ବିଲ୍ଡିଂ ପୁରା ଉଡ଼ି ଯାଇଛନ୍ତି ମାନେ ଇଏ କରିକି ସେମାନେ 40-50 ମାନେ ମେ ବି ବେଶୀ ବି ହେଇପାରନ୍ତି ଯେହେତୁ ଦିନରେ ମାନେ ଆହୁରି ତାଙ୍କର ଫୋର୍ସ ଆହୁରି ବଢ଼ିଲା ତାଙ୍କର ଇଏ କରି ସେମାନେ ବି ଆସିଲେ ତାଙ୍କର ବହୁତ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି ସେମାନେ କାଲି ରାତିରୁ ଆଜି ପର୍ଯ୍ୟନ୍ତ ବର୍ତ୍ତମାନ ମାନେ 13ରୁ 14 ଘଣ୍ଟା ବିତିବାକୁ ଗଲାଣି ନାଇଁ 14 ଘଣ୍ଟା 10:30ରୁ ଏପର୍ଯ୍ୟନ୍ତ ମାନେ ପାଖାପାଖି ହଁ ସେଇ ମାନେ 14 ଘଣ୍ଟା ମାନେ ଲାଗିଲାଣି ଅକ୍ଳାନ୍ତ କେହି ବି ସେମାନେ ବି ଖାଇନାହାନ୍ତି ନା ପାଣି ପିଇନାହାନ୍ତି ମାନେ ସେ ଯେତିକି ଧନ୍ୟବାଦ କହିବାକୁ ପଡ଼ିବ ତାଙ୍କୁ ମାନେ ଇଏ କରିକି ସେମାନଙ୍କୁ ନାଇଁ ଆମେମାନେ ତ ରାତି ଅନିଦ୍ରା ହେଇକି ଅଛୁ ଏଠି ଆମେମାନେ ରାତି ଅନିଦ୍ରା ହେଇକି ଆମମାନେ ବି ମାନେ ବହୁତ ଭୟଭୀତ ଅଛୁ ନା ଯେହେତୁ ଗୋଟେ ପାଖରେ 12 ଫୁଟ ମାନେ ଗୋଟେ ବିଲ୍ଡିଂଟା ଅଛି ଆଉ ସେମାନେ ତାଙ୍କୁ ବି ସାହାଯ୍ୟ କରିବା ବି ଆମର ବି ମାନେ କର୍ତ୍ତବ୍ୟ ଅଛି ନା ସେଟା ବି ଆମ ଷ୍ଟାଫ୍ ମାନଙ୍କୁ ବି ରାତିରେ ସବୁ ବି ଡାକିକିରି ଆମେ ତାଙ୍କୁ ବି ଏଠି ବି ମାନେ ରଖେଇଥିଲୁ ପାଖରେ ବି କୌଣସି କେଉଁ ମୁହୂର୍ତ୍ତରେ କ'ଣ ହେବ କିଛି କହିବି ହେବନି ସେ ମୁହୂର୍ତ୍ତରେ ସେମାନେ ସେଥିପାଇଁ ବି ଆମେମାନେ ରାତି ଅନିଦ୍ରା ହେଇକି ବି ଏଠି ଆମର ଅଛୁ ଏଠି।